ବନ୍ଧୁଗଣ ନମସ୍କାର। ଗତ 21 ଜାନୁଆରୀ 2024 ତାରିଖ ଠାରୁ 23 ଜାନୁଆରୀ 2026 ତାରିଖ ଯାଏଁ ଭୁବନେଶ୍ୱରର ଜନତା ମଇଦାନଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଥିଲା, ଯେଉଁଥିରେ କି ବହୁତ ଆକର୍ଷଣୀୟ ଜିନିଷ ଗୁଡ଼ିକ ପ୍ରଦର୍ଶିତ ହୋଇଥିଲା। ଆଜି ଆପଣମାନଙ୍କୁ ମୁଁ ଏହି ଭିଡ଼ିଓ ମାଧ୍ୟମରେ ସମସ୍ତ ଜିନିଷ ଟିକନିକ କରି ଆପଣଙ୍କୁ ଜଣାଇବି, ଯାହାକି ବାମନ ଗାଈ ଏବଂ 5 କୋଟି ଟଙ୍କାର ମଇଁଷି ଏହି ମେଳାରେ ପ୍ରଦର୍ଶିତ ହୋଇଥିଲା। ସେମାନଙ୍କ ବିଷୟରେ, ସେମାନଙ୍କ ବ୍ରିଡ୍ ବା ପ୍ରଜାତି ବିଷୟରେ ଟିକନିକ ଆମେ ଏହି ଭିଡ଼ିଓରେ ଦେଖିବା ଏବଂ ତା ବିଷୟରେ ଅଧିକ ସୂଚନା ପାଇବା। ଏହି ହେଉଛି ଆନ୍ଧ୍ରପ୍ରଦେଶର ଡେକାନ ଉପତ୍ୟକାରେ ଚିତ୍ତୋର ଜିଲ୍ଲାର ଗୋଟିଏ ବାମନ ଗାଈ, ଯାହାର ନାମ ହେଲା ପୁଙ୍ଗାନୁର। ତାର ବିଶେଷତ୍ୱ ହେଲା ଏହାର ଉଚ୍ଚତା ହେଉଛି 70ରୁ 90 cm, ଓଜନ 150 କିଲୋରୁ 200 କିଲୋ, ଦିନକୁ ପାଖାପାଖି 5 କିଲୋର ଏହି ଖାଦ୍ୟ ଖାଇଥାଏ ଏବଂ ଥରେ ଛୁଆ ଜନ୍ମ କରିସାରିଲା ପରେ ଦୁଗ୍ଧ ଉତ୍ପାଦନ ଅବଧି ମଧ୍ୟରେ ସେ 540 ଲିଟର କ୍ଷୀର ଦେଇଥାଏ। ଆନ୍ଧ୍ରପ୍ରଦେଶର ଜାଗାମପେଟାର ପ୍ରତିଷ୍ଠିତ ନନ୍ଦିନୀ ଡାଏରୀ ଫାର୍ମରୁ ଓଡ଼ିଶା ସରକାର ଏହି ମେଳାରେ ପ୍ରଦର୍ଶିତ କରିବା ପାଇଁ ଆଣିଛନ୍ତି, ଯାହାକି ଗୋଟିଏ ବହୁତ ଶିକ୍ଷଣୀୟ ଜିନିଷଟେ ଏବଂ ଓଡ଼ିଶା ସରକାର ଏଥିପାଇଁ ଧନ୍ୟବାଦ ପ୍ରାପ୍ତ ହେବା କଥା। ହଁ, ବର୍ତ୍ତମାନ ଚାଲନ୍ତୁ ଦେଖିବା ସୁରବୀର। ଏହା ଏକ ମୁରାହା ପ୍ରଜାତିର ବିଶାଳକାୟ ମଇଁଷି ଷଣ୍ଢ। ଏହା ହରିୟାଣା ଅନ୍ତର୍ଗତ କୁରୁକ୍ଷେତ୍ରର କର୍ମବୀର ପ୍ରଜନନ ଫାର୍ମରୁ ଅଣାଯାଇଅଛି। ଏହାର ଓଜନ 15 କ୍ୱିଣ୍ଟାଲ, ବୟସ 5 ବର୍ଷ ଓ ଦିନକୁ 2000 ଟଙ୍କାର ଦାନା ଖାଇଥାଏ। ଏହାର ଆନୁମାନିକ ବଜାର ମୂଲ୍ୟ 5 କୋଟି ଟଙ୍କା ଅଟେ। ଦେଖିବା ଆମର ସର୍ବବୃହତ ମଇଁଷି, ଯାହାକି କୃଷ୍ଣର ଗଛ ଅଛି। ଦେଖନ୍ତୁ ସେ କ'ଣ ଖାଉଛି। ବର୍ତ୍ତମାନ ଦେଖିବା ଇନ୍ଦୋରକୁ। ଏହା ଏକ ମଧ୍ୟ ମୁରାହା ପ୍ରଜାତିର ବିଶାଳକାୟ ମଇଁଷି ଷଣ୍ଢ। ଏହା ହରିୟାଣା ଅନ୍ତର୍ଗତ କୁରୁକ୍ଷେତ୍ରର କର୍ମବୀର ପ୍ରଜନନ ଫାର୍ମ ମଧ୍ୟ ଅଣାଯାଇଅଛି। ଏହାର ଓଜନ 70 କ୍ୱିଣ୍ଟାଲ ହେବ, ବୟସ 4.5-5 ବର୍ଷ ଏବଂ ଏହାର ଆନୁମାନିକ ବଜାର ମୂଲ୍ୟ ହେଉଛି 4 କୋଟି ଟଙ୍କା। ଏହାକୁ ଦେଖନ୍ତୁ କେତେ ସୁନ୍ଦର ଭାବରେ ତାଙ୍କ ମାଲିକ ଲାଳନ ପାଳନ କରୁଛନ୍ତି। ସମ୍ପୂର୍ଣ୍ଣ ରୂପେ ତେଲ ଦ୍ୱାରା ତାକୁ ମାଲିସ କରାଯାଉଛି ଏବଂ ତାର ଖାଦ୍ୟପେୟ ପ୍ରାୟ ଉଚ୍ଚ କୋଟିର ଅଟେ। ପାଖାପାଖି 2-3 ହଜାର ଟଙ୍କା ତାର ଖାଦ୍ୟପେୟ ପାଇଁ ଦିନକୁ ଖର୍ଚ୍ଚ ହୁଏ। ଏହିପରି ଭାବରେ ଆମେ ଦେଖିଲେ ବିଶ୍ୱର ସବୁଠାରୁ ବାମନ ଗାଈ ଏବଂ 5 କୋଟି ଟଙ୍କାର ମଇଁଷି, ଯାହାକି ଜୀବନ୍ତ ପ୍ରାଣୀ ଗୁଡ଼ିକୁ ଦେଖିଲେ ଆମେ ଅନ୍ୟ ଷ୍ଟଲ୍ ଗୁଡ଼ିକ ମଧ୍ୟ ସରକାରଙ୍କ ତରଫରୁ ବୁଲି ଦେଖିବା, ଯେଉଁଥିରେ କି ବିଭିନ୍ନ ପ୍ରକାର ହାଚେରୀ ଯଦି ଆମେ କରିବା ବା ଅଣ୍ଡା ଦିଆ କୁକୁଡ଼ା ଫାର୍ମ କଲେ କେତେ ଖର୍ଚ୍ଚ ଆସିବ, କିମ୍ବା ବାୟୋଫ୍ଲେକ୍ସ ବା କୁଣ୍ଡରେ ମାଛ ଚାଷ କଲେ କେତେ ଖର୍ଚ୍ଚ ଆସିବ, କ'ଣ କ'ଣ ଇମ୍ପ୍ଲିମେଣ୍ଟ ଅଛି, ସେଗୁଡ଼ିକ ଉପରେ କ'ଣ କ'ଣ ସବସିଡ଼ି ଅଛି, ଆଉ କିପରି ଆମେ ଲାଭବାନ ହୋଇପାରିବା, ତା ବିଷୟରେ ଆମେ ଆଗାମୀ ଭିଡ଼ିଓରେ ବୋଧେ ଦେଖିଲେ ଭଲ ହେବ। ଏ ଭିଡ଼ିଓଟି ଲମ୍ବା ହୋଇଯାଉଛି, ତେଣୁ ଆପଣ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଆଲର୍ଟ ଥାନ୍ତୁ। ନେକ୍ସଟ ଭିଡ଼ିଓଟି ମୁଁ ଆପଣଙ୍କ ପାଇଁ ଅପଲୋଡ଼ କରିବି। ଭିଡ଼ିଓଟିକୁ ଶେଷ ଯାଏଁ ଦେଖିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଥ୍ୟାଙ୍କସ୍।